ଜଗନ୍ନାଥ ଆମ ଗହଣରେ ବର୍ତ୍ତମାନ ଆପଣ ଦେଖୁଛନ୍ତି କଳାକାର ପ୍ରତିଭା ସମ୍ମାନ ଶ୍ରୀଯୁକ୍ତ ମହନ୍ତ ପାତାଳ ସିଂ କୁଶଳୀ ହସ୍ତଶିଳ୍ପ କାରିଗର କଣ୍ଟାବଣିଆ ଗଡ଼େଶନପୁର ପୁରୀ ଜିଲ୍ଲାର ଉପସ୍ଥିତ ଅଛନ୍ତି ତାଙ୍କ ପ୍ରତିଜ୍ଞାନ। ଆଜ୍ଞା ଆପଣଙ୍କ ନାଁଟା କହିବେ ସର୍ବପ୍ରଥମେ? ମହନ୍ତ ପାତାଳ ସିଂ। କେତେ ବର୍ଷ ହେଲାଣି ଆଜ୍ଞା କାରିଗରୀ ବିଦ୍ୟାରେ ନିପୁଣତା ଲାଭ କରିଛନ୍ତି? 30 ବର୍ଷ ହେଇଗଲା। 30 ବର୍ଷ। ଆପଣ ପ୍ରଥମେ କେବେଠୁ କାମ ଆରମ୍ଭ କରିଥିଲେ? 1990 ମସିହାରୁ। କେତେ ବର୍ଷ ସେତେବେଳେ ଆପଣଙ୍କୁ ହେଇଥିଲା ଆଜ୍ଞା? 13 ବର୍ଷ ବୟସ ଥିଲା। ତ ଏଇ ଯୋଉ କାରିଗରୀ ଆଜ୍ଞା କଲେ ଆପଣ, ଇନ୍ସପିରେସନ ଟା କାହାଠୁ ଆସିଲା? ଘରେ କିଏ କାମ କରୁଥିଲେ ନା ନାଇଁ? ନା ମୁଁ ମନକୁ ମନ। ବର୍ତ୍ତମାନ କୁହାଯାଏ ଆଜ୍ଞା ଗୁରୁଙ୍କ ମାଡ଼ ବିଦ୍ୟା ନ ରହିଲେ ଏଇ ଯୋଉ କଳାଟା ଆଜ୍ଞା ହବନି। ହସ୍ତଶିଳ୍ପ କୁଶଳୀ କାରିଗରରେ ଆଜି ଆପଣ ନିପୁଣତା ଲାଭ କରୁଛନ୍ତି। ତେଣୁ ସେତେବେଳେ ଆଜ୍ଞା ଯୋଉ ଆପଣଙ୍କ ଗୁରୁଙ୍କ ପ୍ରତି ଗୋଟେ ଭୟ ଥିଲା, ବର୍ତ୍ତମାନ ଦେଖାଯାଉଛି ଯୋଉମାନେ ସବୁ ଛୋଟ ମିସ୍ତ୍ରୀ ସବୁ ଆସୁଛନ୍ତି ଅଳ୍ପ ଦିନରେ ମିସ୍ତ୍ରୀ ହେଇଯାଉଛନ୍ତି, ସେମାନଙ୍କ ଅଭିଜ୍ଞତା ରହୁନି। ଗୋଟେ କହିବାକୁ ଗଲେ ଯଦି କି ଗୋଟେ ମାଲିକ ବି କହିଲା, ଘର ମାଲିକ ଯେ ଏଇ କାମଟା ଆଜ୍ଞା ହବ, ଆପଣ କଥାରେ ଆଜ୍ଞା ବୁଝେଇ ସୁଝେଇ ସେ ଜିନିଷଟା କରନ୍ତି। କିନ୍ତୁ ଆଜିକାଲି ପିଲାମାନେ କଣ, ରକ୍ତ ଗରମ ବୟସ, ସେମାନେ ସାଙ୍ଗେ ସାଙ୍ଗେ କରିବା ତ ଇଏ କରିବା ରାଗିକି ପଳାଏ। ତାଙ୍କ ଉଦ୍ଦେଶ୍ୟରେ କଣ ବାର୍ତ୍ତା ଦେବେ? ତାଙ୍କ ଉଦ୍ଦେଶ୍ୟରେ ତାଙ୍କୁ ବୁଝେଇକିରି ଆମେ କିଛି ସମୟ ତାକୁ ବ୍ରେକ୍ ମାରିକିରି ବୁଝାବୁଝି କରିକିରି ତାଙ୍କୁ ସାଉଁଳା ସାଉଁଳି କରିକି କାମ କରିବୁ। ତାଙ୍କର ଠିକ୍ ମ୍ୟାଚୁରିଟି ପାଇଗଲେ ସେ ସବୁ କିଛି ବୁଝିପାରିବେ। ଆଜ୍ଞା ଦେଖାଯାଉଛି ଓଡ଼ିଶା ଆଜ୍ଞା କଳା ନିପୁଣ ରାଜ୍ୟ, ବହୁତ କଳାକାର ଏଇଠି ଅଛନ୍ତି, କିନ୍ତୁ କଳା କ୍ଷେତ୍ରରେ ଯଦି ସରକାରଙ୍କ ତରଫରୁ କିଛି ଗୋଟେ ବ୍ୟବସ୍ଥା ହୁଅନ୍ତା, ତେବେ କିଛି ଅନୁଦାନ ମିଳନ୍ତା, ଆପଣ ଆଗକୁ ଯାଇପାରନ୍ତେ କି? ହଁ। ତ ବର୍ତ୍ତମାନ ଆପଣଙ୍କ ପାଇଁ ଗୋଟେ ଖୁସି ଖବର, ବର୍ତ୍ତମାନ ଆମର ରାଜ୍ୟ ସରକାରଙ୍କର ମୁଖ୍ୟମନ୍ତ୍ରୀ ବରିଷ୍ଠ କାରିଗର ଏବଂ ବୁଣାକାର ସହାୟତା ଯୋଜନା ଆଜ୍ଞା ଆଗକୁ ବାହାରିବ, ଯୋଉଥିରେ କି ଆପଣ ବୟସ ଦୃଷ୍ଟିରୁ ଆଜ୍ଞା କ୍ରାଇଟେରିଆରେ ଯାଉଛନ୍ତି, ଆପଣ ମଧ୍ୟ ଆପ୍ଲାଏ କରିପାରିବେ। ଯଦି ସିଲେକ୍ସନ ହୁଏ, ଅଡିସନ ଟେଷ୍ଟ ହେରିକା ଯୋଉ ହେବ, ଯଦି ସିଲେକ୍ସନ ହୁଏ ଆପଣଙ୍କୁ ମାସିକ 2000 ଟଙ୍କା ଭତ୍ତା 80 ବର୍ଷ ପର୍ଯ୍ୟନ୍ତ, ଏବଂ 80 ବର୍ଷ ପରେ 2500 ଟଙ୍କା ଭତ୍ତା ରହିବ। ଦାଦନ ନ ଯିବା ପାଇଁ ଯଦି ଓଡ଼ିଶା ସରକାର କିଛି ଏଇଠି ଆମ ପାଇଁ କିଛି କମ୍ପାନୀ ରଖନ୍ତେ, ଆମେ ଏଇଠୁ ବାହାରକୁ ଯାଇପାରନ୍ତୁନି। ଆଜ୍ଞା ବହୁତ ସୁନ୍ଦର ବାର୍ତ୍ତା ଦେଲେ। ଆମ ୟୁଟ୍ୟୁବ ଚ୍ୟାନେଲ ତରଫରୁ ଆପଣଙ୍କୁ ଆପଣଙ୍କ ବହୁମୂଲ୍ୟ ସମୟରୁ କିଛି ସମୟ ଦେଇଥିବାରୁ ଆପଣଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଏବଂ ଶୁଭେଚ୍ଛା। ଜୟ ସୀତାରାମ। ଜୟ